ପ୍ରଥମ ରାଜାବଳୀ ଅଧ୍ୟାୟ 1। ଅନନ୍ତର ଦାଉଦ ରାଜା ବୃଦ୍ଧ ଓ ଗତବୟସ୍କ ହେଲେ। ତହିଁରେ ଲୋକମାନେ ତାଙ୍କୁ ଅନେକ ବସ୍ତ୍ର ଘୋଡ଼ାଇଲେ, ମାତ୍ର ସେ କିଛି ଉଷ୍ମତା ପାଇଲେ ନାହିଁ। ଏଣୁ ତାଙ୍କ ଦାସମାନେ ତାଙ୍କୁ କହିଲେ, ଆମ୍ଭମାନଙ୍କ ପ୍ରଭୁ ମହାରାଜାଙ୍କ ନିମନ୍ତେ ଗୋଟିଏ ଯୁବତୀ କନ୍ୟା ଅନ୍ୱେଷଣ କରାଯାଉ ଓ ସେ ମହାରାଜାଙ୍କ ଛାମୁରେ ଠିଆ ହୋଇ ସେବା କରୁ। ଆଉ ଆମ୍ଭମାନଙ୍କ ପ୍ରଭୁ ମହାରାଜ ଯେପରି ଉଷ୍ମତା ପାଇବେ, ଏଥିପାଇଁ ସେ ଆପଣଙ୍କ କୋଳରେ ଶୟନ କରୁ। ତହିଁରେ ଲୋକମାନେ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସୁନ୍ଦରୀ କନ୍ୟାର ଅନ୍ୱେଷଣ କରି ସୁନେମିଆ ଅବିସରାକୁ ପାଇ ରାଜାଙ୍କ ନିକଟକୁ ତାହାକୁ ଆଣିଲେ। ସେ ଯୁବତୀ ଅତି ସୁନ୍ଦରୀ ଥିଲା ଓ ସେ ରାଜାଙ୍କର ସେବା ଓ ପରିଚର୍ଯ୍ୟା କଲା, ମାତ୍ର ରାଜା ତାହାର ସହବାସ କଲେ ନାହିଁ। ଏହି ସମୟରେ ହଗିତ୍ର ପୁତ୍ର ଅଦୋନିୟ ଆପଣାକୁ ବଡ଼ କରି କହିଲା, ମୁଁ ରାଜା ହେବି। ଏଣୁ ସେ ଆପଣା ପାଇଁ ରଥ ଓ ଅଶ୍ୱାରୋହୀଗଣ ଓ ଆପଣା ଆଗେ ଆଗେ ଦୌଡ଼ିବା ପାଇଁ 50 ଜଣ ପ୍ରସ୍ତୁତ କଲା। ମାତ୍ର ତୁମ୍ଭେ କାହିଁକି ଏପରି କରୁଅଛ ବୋଲି କହି ତାହାର ପିତା ତାହାକୁ କୌଣସି ସମୟରେ ଅସନ୍ତୁଷ୍ଟ କରିନଥିଲେ। ମଧ୍ୟ ସେ ଅତି ସୁନ୍ଦର ପୁରୁଷ ଓ ଅବସାଲମ ଉତ୍ତାରେ ଜାତ ହୋଇଥିଲା। ପୁଣି ସେ ସରୁୟାର ପୁତ୍ର ଯୋଆବ ଓ ଅବିୟାଥର ଯାଜକ ସହିତ ପରାମର୍ଶ କଲା, ଆଉ ସେମାନେ ଅଦୋନିୟର ଅନୁଗତ ହୋଇ ତାହାକୁ ସାହାଯ୍ୟ କଲେ। ମାତ୍ର ସାଦୋକ ଯାଜକ ଓ ଜିହୋୟାଦର ପୁତ୍ର ବନାୟ ଓ ନାଥନ ଭବିଷ୍ୟତବକ୍ତା ଓ ସିମେଇ ଓ ରେଇ ଓ ଦାଉଦଙ୍କର ବୀରଗଣ ଅଦୋନିୟର ପକ୍ଷ ନଥିଲେ। ଏ ଉତ୍ତାରେ ଅଦୋନିୟ ଅଇନ୍ ରୋଗେଲର ପାର୍ଶ୍ୱସ୍ଥ ସୋହେଲତ ପ୍ରସ୍ତର ନିକଟରେ ମେଷ, ବୃଷ ଓ ପୁଷ୍ଟ ପଶୁମାନଙ୍କୁ ମାରି ଆପଣା ଭ୍ରାତା ସମସ୍ତ ରାଜପୁତ୍ରଙ୍କୁ ଓ ରାଜାଙ୍କ ଦାସ ଜିହୁଦାର ସମସ୍ତ ଲୋକଙ୍କୁ ନିମନ୍ତ୍ରଣ କଲା। ମାତ୍ର ନାଥନ ଭବିଷ୍ୟତବକ୍ତାଙ୍କୁ ଓ ବନାୟକୁ ଓ ବୀରମାନଙ୍କୁ ଓ ଆପଣା ଭାଇ ସଲୋମନକୁ ସେ ନିମନ୍ତ୍ରଣ କଲା ନାହିଁ। ଏଥିରେ ନାଥନ ସଲୋମନଙ୍କର ମାତା ବତ୍ସେବାକୁ କହିଲେ, ଆମ୍ଭମାନଙ୍କ ପ୍ରଭୁ ଦାଉଦଙ୍କ ଅଜ୍ଞାତସାରରେ ହଗିତ୍ର ପୁତ୍ର ଅଦୋନିୟ ରାଜ୍ୟ କରୁଅଛି। ଏହା କଣ ତୁମ୍ଭେ ଶୁଣିନାହଁ? ଏହେତୁ ବିନୟ କରୁଛି, ଏବେ ଆସ, ମୁଁ ତୁମକୁ ମନ୍ତ୍ରଣା ଦେବି। ତହିଁରେ ତୁମ୍ଭେ ଆପଣା ପ୍ରାଣ ଓ ଆପଣା ପୁତ୍ର ସଲୋମନର ପ୍ରାଣ ରକ୍ଷା କରିବ। ତୁମ୍ଭେ ଦାଉଦ ରାଜାଙ୍କ ନିକଟକୁ ଯାଇ ତାଙ୍କୁ କୁହ, ହେ ମୋହର ପ୍ରଭୁ ମହାରାଜ, ଆପଣ କି ଶପଥ କରି ଆପଣା ଦାସୀକି କହିନାହାନ୍ତି, ମୋ ଉତ୍ତାରେ ତୁମ୍ଭ ପୁତ୍ର ସଲୋମନ ନିଶ୍ଚୟ ରାଜ୍ୟ କରିବ ଓ ସେ ମୋ ସିଂହାସନରେ ବସିବ। ତେବେ ଅଦୋନିୟ କିହେତୁ ରାଜ୍ୟ କରୁଅଛି? ଦେଖ, ତୁମ୍ଭେ ରାଜାଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ବେଳେ ମୁଁ ମଧ୍ୟ ତୁମ୍ଭ ପଛେ ଯାଇ ତୁମ୍ଭ କଥା ଦୃଢ଼ କରିବି। ଏଥିରେ ବତ୍ସେବା କୋଠରୀ ଭିତରେ ରାଜାଙ୍କ ନିକଟକୁ ଗଲା। ସେ ସମୟରେ ରାଜା ଅତି ବୃଦ୍ଧ ଥିଲେ, ଆଉ ସୁନେମିଆ ଅବିସରା ରାଜାଙ୍କର ପରିଚର୍ଯ୍ୟା କରୁଥିଲା। ତହୁଁ ବତ୍ସେବା ନଇଁ ପଡ଼ି ରାଜାଙ୍କୁ ପ୍ରଣାମ କଲା। ତହିଁରେ ରାଜା ପଚାରିଲେ, ତୁମ୍ଭେ କଣ ଇଚ୍ଛା କରୁଅଛ? ଏଥିରେ ସେ ତାଙ୍କୁ କହିଲା, ହେ ମୋହର ପ୍ରଭୁ, ଆପଣ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମରେ ଆପଣା ଦାସୀ ନିକଟରେ ଶପଥ କରିଥିଲେ ଯେ, ମୋ ଉତ୍ତାରେ ତୁମ୍ଭ ପୁତ୍ର ସଲୋମନ ନିଶ୍ଚୟ ରାଜ୍ୟ କରିବ ଓ ସେ ମୋ ସିଂହାସନରେ ବସିବ। ମାତ୍ର ଏବେ ଦେଖନ୍ତୁ, ଅଦୋନିୟ ରାଜ୍ୟ କରୁଅଛି, ଆଉ ମୋ ପ୍ରଭୁ ମହାରାଜ ତାହା ଜାଣନ୍ତି ନାହିଁ। ଆଉ ସେ ଅନେକ ବୃଷ ଓ ପୁଷ୍ଟ ପଶୁ ଓ ମେଷ ମାରି ମହାରାଜାଙ୍କ ସମସ୍ତ ପୁତ୍ରଙ୍କୁ ଅବିୟାଥର ଯାଜକକୁ ଓ ଯୋଆବ ସେନାପତିକି ନିମନ୍ତ୍ରଣ କରିଅଛି, ମାତ୍ର ଆପଣଙ୍କ ଦାସ ସଲୋମନକୁ ନିମନ୍ତ୍ରଣ କରିନାହିଁ। ପୁଣି ହେ ମୋହର ପ୍ରଭୁ ମହାରାଜ, ମୋହର ପ୍ରଭୁ ମହାରାଜାଙ୍କ ସିଂହାସନରେ ତାଙ୍କ ଉତ୍ତାରେ କିଏ ବସିବ? ଏହା ଯେପରି ଆପଣ ସମଗ୍ର ଇସ୍ରାଏଲକୁ କହିବେ, ଏଥିପାଇଁ ସେମାନଙ୍କ ଦୃଷ୍ଟି ଆପଣଙ୍କ ଉପରେ ଅଛି। ନୋହିଲେ ମୋ ପ୍ରଭୁ ମହାରାଜ ଆପଣା ପିତୃଲୋକମାନଙ୍କ ସହିତ ଶୟନ କଲା ଉତ୍ତାରେ ମୁଁ ଓ ମୋ ପୁତ୍ର ସଲୋମନ ଦୋଷୀ ଗଣିତ ହେବୁ। ଆଉ ସେ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ଦେଖ, ନାଥନ ଭବିଷ୍ୟତବକ୍ତା ଉପସ୍ଥିତ ହେଲେ। ଏଣୁ ସେମାନେ ରାଜାଙ୍କୁ କହିଲେ, ଦେଖନ୍ତୁ, ଏହି ନାଥନ ଭବିଷ୍ୟତବକ୍ତା। ତହିଁରେ ସେ ରାଜାଙ୍କ ସମ୍ମୁଖକୁ ଆସି ଭୂମିଷ୍ଠ ହୋଇ ରାଜାଙ୍କୁ ପ୍ରଣାମ କଲେ। ପୁଣି ନାଥନ କହିଲେ, ହେ ମୋହର ପ୍ରଭୁ ମହାରାଜ, ମୋ ଉତ୍ତାରେ ଅଦୋନିୟ ରାଜ୍ୟ କରିବ ଓ ମୋ ସିଂହାସନରେ ବସିବ, ଏହା କଣ ଆପଣ କହିଅଛନ୍ତି? କାରଣ ସେ ଆଜି ଯାଇ ଅନେକ ବୃଷ ଓ ପୁଷ୍ଟ ପଶୁ ଓ ମେଷ ମାରି ରାଜପୁତ୍ର ସମସ୍ତଙ୍କୁ ଓ ସେନାପତିମାନଙ୍କୁ ଓ ଅବିୟାଥର ଯାଜକକୁ ନିମନ୍ତ୍ରଣ କରିଅଛି। ଆଉ ଦେଖନ୍ତୁ, ସେମାନେ ତାହା ସାକ୍ଷାତରେ ଭୋଜନପାନ କରି କହୁଅଛନ୍ତି, ଅଦୋନିୟ ରାଜା ଚିରଜୀବୀ ହେଉନ୍ତୁ। ମାତ୍ର ଆପଣଙ୍କ ଦାସ ଯେ ମୁଁ, ମତେ ଓ ସାଦୋକ ଯାଜକକୁ ଓ ଜିହୋୟାଦର ପୁତ୍ର ବନାୟକୁ ଓ ଆପଣଙ୍କ ଦାସ ସଲୋମନକୁ ସେ ନିମନ୍ତ୍ରଣ କରିନାହିଁ।
एई कर्म कि मो प्रभु महाराजंको द्वारा हैला आउ मो प्रभु महाराजंको सिंहासन तांको उतारे किए बसिबो एहा आपण निज दास मानकु जणाई नाहंती। तेबे दाऊद राजा उत्तर करी कहिले बत्सेबा को मो कतिकी डाक। तो से राजांको छामुको आसी राजांको छामुरे ठिया हला। एथिरे राजा शपथ करी कहिले मु अवश्य सदाप्रभु इस्राएल रो परमेश्वर नामरे जेपरि तुम्भ निकट शपथ करियोछि जे मो उतारे तुम्भ पुत्र सलोमन निश्चय राज्य करिवो ओ मो पदरे मो सिंहासन बसिबो। सबु क्लेशरु मो प्राण मुक्तकारी सदाप्रभु जीवित थिबा प्रमाणे मु अवश्य आज सेपरि करिवि। तो बत्सेबा भूमि रे मुह माणी राजा को प्रणाम करी कहिला मो प्रभु महाराज दाऊद चिरजीवी होंतु। एथिरे दाऊद राजा कहिले सादक याजक को ओ नाथन भविष्यद्वक्ता को ओ जिहोआदर पुत्र बनाया को मो कतिकी डाक। एणु सेमाने राजांको सम्मुख को आसिले। तरे राजा सेमानंकु कहिले तुहे माने आपणा प्रभुंको दास मानंकु संगे नेई ओ मो पुत्र सलोमन को मो निज खचर रे आरोहण कराई गिहोन को आण। आउ सेठारे सादक याजक ओ नाथन भविष्यद्वक्ता ताहाकु इस्राएल उपर राजाभिषिक्त करंतु। पुणी तुहे माने तुरी बजाई कुह सलोमन राजा चिरजीवी होंतु। तहि उतार तुहे माने ताहार पछे पछे आस ओ से मो सिंहासन रे बसु कारण से मो पदर राजा हबो आ मु ताहाकु इस्राएल ओ जिहुदार अग्रणी करी नियुक्त कली। एथिरे जिहोआदर पुत्र बनाय राजांकु उत्तर करी कहिला आमेन। मो प्रभु महाराजंकु सदाप्रभु परमेश्वर मध्य एपरि कहंतु। सदाप्रभु जेपरि मो प्रभु महाराजंकर सहवर्ती होइछन्ति सेपरि सलोमनकर सहवर्ती हेउंतु ओ से मो प्रभु महाराज दाऊदंक सिंहासन अपेक्षा तांको सिंहासन बड़ करंतु। एथिरे सादक याजक ओ नाथन भविष्यद्वक्ता ओ जिहोआदर पुत्र बनाय ओ करेथिय ओ पलेथिय लोकमाने जाई सलोमन को दाऊद राजांकर खचर उपरे आरोहण कराई गिहोन को आनिले। पुणी सादक याजक तंबू मध्यरु तैलपूर्ण श्रृंग नहीं सलोमन को अभिषेक कला। तहु लोकमाने तुरी बजान्ते समस्ते कहिले सलोमन राजा चिरजीवी हेउंतु। आउ समस्त लोक ताहा पछे पछे उठी आसिले ओ लोकमाने बंसी बजाई एपरी महाहर्षनाद कले जे सेमानक शब्दरे पृथ्वी विदीर्ण हैला। पुणी अदोन्य ओ ताहार संगी निमंत्रित समस्त लोक भोजन शेष करिवा समय ताहा सुनिले। आउ जोयाब तुरी शब्द शुणी पचारला नगर रे एही कोलाहल शब्द काहींकी हेउअछि। से एपरी कहउथुवा समय देख अबियाथर याजकर पुत्र जोनाथन उपस्थित हैला। तैरे अदोन्य कहिला भितर को आस कारण तुम्भे योग्य पुरुष ओ सुसमाचार आनिथिबो। तैरे जोनाथन अदोन्य को उत्तर करी कहिला सत्य आम्हानक प्रभु दाऊद राजा सलोमन को राजा करियछन्ति। पुणी राजा सादक याजक को ओ नाथन भविष्यद्वक्ता को ओ जिहोआदर पुत्र बनाया को पुणी करेथिय ओ पलेथिय मानकु तांको संगे पठाइले ओ सेमाने तांकु राजांको निज खचर रे आरोहण कराइले। आउ सादक याजक ओ नाथन भविष्यद्वक्ता तांकु गिहोन रे राजाभिषिक्त कले ओ सेमाने सेठारु एपरी आनंद करिकरी आसिले जे तहिर शब्द रे नगर परिपूर्ण हैला। तुमाने जहा सुनलो ताहा सही शब्द मध्य सलोमन राज्यर सिंहासन रे बसुअछन्ति। आहुरी राजांकर दास माने आम्हानक प्रभु दाऊद राजांकर मंगलवाद करियाको आसी कहिले आपणक परमेश्वर आपणक नाम अपेक्षा सलोमन को नाम अधिक करंतु ओ आपणक सिंहासन अपेक्षा तांको सिंहासन बड़ करंतु। तहिरे राजा सज्जरे थाई प्रणाम कले। आउ मध्य राजा एपरी कहिले सदाप्रभु इस्राएल परमेश्वर धन्य से आजी मो सिंहासन रे बसिया पई जनकु जोगाइले एहाई मोहर चक्षु देखिला। एथिरे अदोनियर निमंत्रित लोक समस्ते भीत हेले पुणी उठी प्रत्येके आपणा आपणा बाटरे चलीगले। आउ अदोनिय सलोमन को सकाशु भीत हैला ओ से उठी जाई यज्ञवेदीर श्रृंग अवलंबन कला। एउतारे केही सलोमन को जणाई कहिला देखंतु अदोनिय सलोमन राजा को भय करुछि कारण से यज्ञवेदीर श्रृंग अवलंबन करी कहुछि सलोमन राजा जे आपणा दास को खड्गरे बध करिवे नहीं एहा से आज मो निकट शपथ करंतु। तैने सलोमन कहिले जेबे से आपणा को योग्य लोक देखाइबो तेबे ताहार एक केश ही भूमि रे पड़िबो नहीं मात्र ताहा ठारे दुष्टता देखा गले से मरिबो। तो सलोमन राजा लोक पठान्ते सेमाने ताहाकु यज्ञवेदीरु ओल्हाई आनले। तैरे से आसी सलोमन राजा को प्रणाम कला। पुणी सलोमन ताहाकु कहिले आपणा घर को जाओ। प्रथम राजावली अध्याय 2। अनंतर दाऊदंकर मरण काल सन्निकट हुंते
ସେ ଆପଣା ପୁତ୍ର ସଲୋମନକୁ ଆଜ୍ଞା ଦେଇ କହିଲେ, ମୁଁ ସମଗ୍ର ମର୍ତ୍ତ୍ୟର ମାର୍ଗରେ ଯାଉଅଛି। ଏହେତୁ ତୁମ୍ଭେ ବଳବାନ ହୁଅ ଓ ପୁରୁଷତ୍ୱ ପ୍ରକାଶ କର। ତୁମ୍ଭେ ଯାହା ଯାହା କରିବ ଓ ଯେକୌଣସି ସ୍ଥାନକୁ ଯିବ, ସେସବୁରେ ଯେପରି କୁଶଳ ପ୍ରାପ୍ତ ହୁଅ, ଏଥିପାଇଁ ମୋଶାଙ୍କ ବ୍ୟବସ୍ଥା ଲିଖିତ ବାକ୍ୟାନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ବିଧି ଓ ଆଜ୍ଞା ଓ ଶାସନ ଓ ପ୍ରମାଣ ବାକ୍ୟ ପାଳନ କରି ତାହାଙ୍କ ପଥରେ ଚାଲ ଓ ତାହାଙ୍କର ରକ୍ଷଣୀୟ ରକ୍ଷା କର। ତହିଁରେ ସଦାପ୍ରଭୁ ମୋ ବିଷୟରେ ଯାହା କହିଅଛନ୍ତି, ଯଥା ଯେବେ ତୁମ୍ଭ ସନ୍ତାନମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ଆମ୍ଭ ଛାମୁରେ ସତ୍ୟାଚରଣ କରିବାକୁ ଆପଣା ଆପଣା ପଥରେ ସାବଧାନ ହେବେ, ତେବେ ଇସ୍ରାଏଲର ସିଂହାସନରେ ବସିବାକୁ ତୁମ୍ଭ ବଂଶରେ ଲୋକର ଅଭାବ ନହିବ, ଆଉ ସେ ଆପଣାର ଏହି ବାକ୍ୟ ସଫଳ କରିବେ। ଆହୁରି ସରୁୟାର ପୁତ୍ର ଯୋଆବ ମୋ ପ୍ରତି ଯାହା କରିଅଛି ମଧ୍ୟ ଇସ୍ରାଏଲର ଦୁଇ ସେନାପତି ନରର ପୁତ୍ର ଅବନର ଓ ଜେଥରର ପୁତ୍ର ଅମାସା ପ୍ରତି ଯାହା କରିଅଛି, ତାହା ତୁମ୍ଭେ ଜାଣ। ସେ ସେମାନଙ୍କୁ ବଧ କରି ସନ୍ଧି ସମୟରେ ଯୁଦ୍ଧ ସମୟର ନ୍ୟାୟ ରକ୍ତପାତ କଲା ଓ ସେହି ଯୁଦ୍ଧଯୋଗ୍ୟ ରକ୍ତ ଆପଣା କଟିସ୍ଥିତ ବନ୍ଧନୀରେ ଓ ପାଦସ୍ଥିତ ପାଦୁକାରେ ଲଗାଇଲା। ଏହେତୁ ତୁମ୍ଭେ ଆପଣା ଜ୍ଞାନାନୁସାରେ ତାହା ପ୍ରତି ବ୍ୟବହାର କର ଓ ତାହାର ପକ୍ୱକୋଷ ମସ୍ତକକୁ ଶାନ୍ତିରେ ପାତାଳକୁ ଯିବା ପାଇଁ ନ ଦିଅ। ମାତ୍ର ଗିଲିୟଦୀୟ ବର୍ଷିଲୟର ପୁତ୍ରମାନଙ୍କ ପ୍ରତି ଦୟା ପ୍ରକାଶ କର, ଆଉ ତୁମ୍ଭ ମେଜରେ ଭୋଜନକାରୀମାନଙ୍କ ମଧ୍ୟରେ ସେମାନଙ୍କୁ ସ୍ଥାନ ଦିଅ। କାରଣ ମୁଁ ତୁମ୍ଭ ଭ୍ରାତା ଅବସାଲୋମ ଠାରୁ ପଳାଇବା ସମୟରେ ସେମାନେ ସେପରି ମୋ ନିକଟକୁ ଆସିଥିଲେ। ଆଉ ଦେଖ, ତୁମ୍ଭ ନିକଟରେ ବିନ୍ୟାମିନୀୟ ଗେରାର ପୁତ୍ର ବହୁରିମ୍ ନିବାସୀ ସିମି ଅଛି। ମୁଁ ମହନଇମକୁ ଯିବା ଦିନ ସେ ମୋତେ ଦାରୁଣ ସାପରେ ସାପ ଦେଇଥିଲା। ମାତ୍ର ସେ ଜର୍ଦ୍ଦନ ନିକଟରେ ମୋତେ ଭେଟିବାକୁ ଆସିଥିଲା ଓ ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରି ତାହାକୁ କହିଥିଲି, ମୁଁ ତୁମ୍ଭକୁ ଖଡ୍ଗରେ ବଧ କରିବି ନାହିଁ। ତୁମେ ତ ଜ୍ଞାନୀ ଲୋକ, ଏଣୁ ତାହାକୁ ନିରପରାଧ ମଣିବ ନାହିଁ। ଆଉ ତୁମ୍ଭର ତାହା ପ୍ରତି ଯାହା କର୍ତ୍ତବ୍ୟ ତାହା ବୁଝିବ ଓ ତୁମ୍ଭେ ତାହାର ପକ୍ୱକୋଷ ମସ୍ତକ ରକ୍ତ ସହିତ ପାତାଳକୁ ଆଣିବ। ଏଥିଉତ୍ତାରେ ଦାଉଦ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ ଓ ଦାଉଦ ନଗରରେ କବର ପାଇଲେ। ଦାଉଦ ଇସ୍ରାଏଲ ଉପରେ 40 ବର୍ଷ ରାଜ୍ୟ କଲେ। ସେ 7 ବର୍ଷ ହିବ୍ରୋନରେ ରାଜ୍ୟ କଲେ ଓ 33 ବର୍ଷ ଜିରୁସାଲେମରେ ରାଜ୍ୟ କଲେ। ଅନନ୍ତର ସଲୋମନ ଆପଣାର ପିତା ଦାଉଦଙ୍କର ସିଂହାସନରେ ଉପବିଷ୍ଟ ହେଲେ ଓ ତାଙ୍କର ରାଜ୍ୟ ଅତିଶୟ ଦୃଢ ହେଲା। ତହିଁରେ ହଗିତ୍ର ପୁତ୍ର ଅଦୋନିୟ ସଲୋମନଙ୍କର ମାତା ବତ୍ସେବା ନିକଟକୁ ଆସନ୍ତେ ସେ ପଚାରିଲେ, କୁଶଳରେ ଆସିଲ? ସେ ଉତ୍ତର କଲା, କୁଶଳରେ। ସେ ଆହୁରି କହିଲା, ମୋହର ତୁମ୍ଭକୁ କିଛି କହିବାର ଅଛି। ବତ୍ସେବା କହିଲେ, କୁହ। ତହୁଁ ସେ କହିଲା, ତୁମ୍ଭେ ଜାଣ ଯେ ରାଜ୍ୟ ମୋହର ଥିଲା ଓ ମୁଁ ରାଜ୍ୟ କରିବି ବୋଲି ସମଗ୍ର ଇସ୍ରାଏଲ ମୋ ପ୍ରତି ଅନାଇଥିଲେ। ଯାହା ହେଉ, ରାଜ୍ୟ ବଦଳି ଯାଇ ମୋ ଭାଇଙ୍କର ହୋଇଅଛି, କାରଣ ତାହା ସଦାପ୍ରଭୁଙ୍କ ଆଡୁ ତାଙ୍କର ଥିଲା। ଏଣୁ ଏବେ ମୁଁ ତୁମକୁ ଗୋଟିଏ ନିବେଦନ କରୁଅଛି, ମୋତେ ନାସ୍ତି ନ କର। ବତ୍ସେବା ତାହାକୁ କହିଲେ, କୁହ। ତହୁଁ ସେ କହିଲା, ତୁମ୍ଭେ ଅନୁଗ୍ରହ କରି ସୁନେମିଆ ଅବିସରାକୁ ମୋ ସଙ୍ଗେ ବିବାହ ଦେବା ପାଇଁ ସଲୋମନ ରାଜାଙ୍କୁ କୁହ। ସେ ତ ତୁମକୁ ନାସ୍ତି କରିବେ ନାହିଁ। ଏଥିରେ ବତ୍ସେବା କହିଲେ, ଭଲ, ମୁଁ ତୁମ ପାଇଁ ରାଜାଙ୍କୁ କହିବି। ଏହେତୁ ବତ୍ସେବା ଅଦୋନିୟ ନିମନ୍ତେ କହିବା ପାଇଁ ସଲୋମନ ରାଜାଙ୍କ ନିକଟକୁ ଗଲେ। ତହୁଁ ରାଜା ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ ଓ ଆପଣା ସିଂହାସନରେ ବସି ରାଜମାତାଙ୍କ ନିମନ୍ତେ ଆସନ ରଖାଇଲେ। ତହିଁରେ ସେ ତାଙ୍କର ଦକ୍ଷିଣ ପାଖରେ ବସିଲେ। ତେବେ ସେ କହିଲେ, ତୁମ୍ଭଠାରେ ମୋହର ଏକ କ୍ଷୁଦ୍ର ନିବେଦନ ଅଛି, ମୋତେ ନାସ୍ତି ନ କର। ତହୁଁ ରାଜା ତାଙ୍କୁ କହିଲେ, ମୋହର ମାତ, କୁହ, କାରଣ ମୁଁ ତୁମ୍ଭକୁ ନାସ୍ତି କରିବି ନାହିଁ। ଏଥିରେ ସେ କହିଲେ, ସୁନେମିଆ ଅବିସରାକୁ ତୁମ୍ଭ ଭାଇ ଅଦୋନିୟ ସହିତ ବିବାହ ଦିଆଯାଉ। ତହୁଁ ସଲୋମନ ରାଜା ଉତ୍ତର କରି ଆପଣା ମାତାଙ୍କୁ କହିଲେ, ତୁମ୍ଭେ ଅଦୋନିୟ ନିମନ୍ତେ ସୁନେମିଆ ଅବିସରାକୁ କାହିଁକି ମାଗୁଅଛ? ତାହା ପାଇଁ ରାଜ୍ୟ ମଧ୍ୟ ମାଗ, କାରଣ ସେ ତ ମୋହର ବଡ ଭାଇ। ହଁ, ତାହା ପାଇଁ ପୁଣି ଅବିଆଥର ଯାଜକ ଓ ସରୁୟାର ପୁତ୍ର ଯୋଆବ ପାଇଁ ମଧ୍ୟ ମାଗ। ସେତେବେଳେ ସଲୋମନ ରାଜା ସଦାପ୍ରଭୁଙ୍କ ନାମରେ ଶପଥ କରି କହିଲେ, ଯେବେ ଅଦୋନିୟ ଏହି କଥା ଆପଣା ପ୍ରାଣ ବିରୁଦ୍ଧରେ କହି ନ ଥାଏ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ। ଏହେତୁ ଯେଉଁ ସଦାପ୍ରଭୁ ନିଜ ପ୍ରତିଜ୍ଞାନୁସାରେ ମୋତେ ସୁସ୍ଥିର କରି ମୋ ପିତା ଦାଉଦଙ୍କ ସିଂହାସନରେ ମୋତେ ବସାଇଅଛନ୍ତି ଓ ଯେ ମୋ ଗୃହ ଦୃଢ କରିଅଛନ୍ତି, ତାହାଙ୍କ ଜୀବତ ଥିବା ପ୍ରମାଣେ ଅଦୋନିୟ ନିଶ୍ଚୟ ଆଜି ହତ ହେବ। ଏ ଉତ୍ତାରେ ସଲୋମନ ରାଜା ଜିହୋୟାଦାର ପୁତ୍ର ବନାୟାକୁ ପଠାଇଲେ। ତହୁଁ ସେ ତାହାକୁ ଆକ୍ରମଣ କରନ୍ତେ, ସେ ମଲା। ଅନନ୍ତର ରାଜା ଅବିଆଥର ଯାଜକକୁ କହିଲେ, ତୁମ୍ଭେ ଅନାଥୋତକୁ ଆପଣା କ୍ଷେତ୍ରକୁ ଯାଅ, କାରଣ ତୁମ୍ଭେ ମୃତ୍ୟୁଯୋଗ୍ୟ। ମାତ୍ର ମୁଁ ତୁମକୁ ବର୍ତ୍ତମାନ ବଧ କରିବି ନାହିଁ। ଯେହେତୁ ତୁମ୍ଭେ ମୋ ପିତା ଦାଉଦଙ୍କ ସମ୍ମୁଖରେ ପ୍ରଭୁ ସଦାପ୍ରଭୁଙ୍କ ସିନ୍ଦୁକ ବହିଥିଲ,
ଆହୁରି ମୋ ପିତାଙ୍କ ସମସ୍ତ ଦୁଃଖ ଭୋଗରେ ଦୁଃଖ ଭୋଗ କରିଥିଲ। ଏ ନିମନ୍ତେ ସଦାପ୍ରଭୁ ସିଲୋରେ ଏଲିର ବଂଶ ବିଷୟରେ ଯାହା କହିଥିଲେ ତାଙ୍କର ସେହି ବାକ୍ୟ ସିଦ୍ଧ କରିବା ପାଇଁ ସଲୋମନ ଅବିଆଥରକୁ ସଦାପ୍ରଭୁଙ୍କ ଯାଜକ କର୍ମରୁ ଦୂର କରିଦେଲେ। ଏ ଉତ୍ତାରେ ଜୋଆବ ନିକଟରେ ସମ୍ବାଦ ଉପସ୍ଥିତ ହେଲା, କାରଣ ଜୋଆବ ଯଦ୍ୟପି ଅବସାଲମର ଅନୁଗାମୀ ହେବା ପାଇଁ ବିପଦଗାମୀ ହୋଇନଥିଲା, ତଥାପି ଅଦୋନିୟର ଅନୁଗାମୀ ହେବା ପାଇଁ ବିପଦଗାମୀ ହେଲା। ସେଥିସକାଶୁ ଜୋଆବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ଯଜ୍ଞବେଦୀର ଶୃଙ୍ଗ ଅବଲମ୍ବନ କଲା। ଏ ଉତ୍ତାରେ ଦେଖ, ଜୋଆବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ବେଦୀ ନିକଟରେ ଅଛି, ଏହି ସମ୍ବାଦ ସଲୋମନ ରାଜାଙ୍କୁ ଦିଆଯାନ୍ତେ ସେ ଜିହାଦର ପୁତ୍ର ବନାୟାକୁ ପଠାଇ କହିଲେ, ଯାଅ ତାକୁ ଆକ୍ରମଣ କର। ତହିଁରେ ବନାୟା ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ତାହାକୁ କହିଲା, ରାଜା କହିଅଛନ୍ତି ବାହାରକୁ ଆସ। ମାତ୍ର ସେ କହିଲା, ନା, ମୁଁ ଏଠାରେ ମରିବି। ଏଥିରେ ବନାୟା ପୁଣି ରାଜାଙ୍କ ନିକଟକୁ ସମ୍ବାଦ ଆଣି କହିଲା, ଜୋଆବ ଏପରି କହିଲା ଓ ମୋତେ ଏପରି ଉତ୍ତର ଦେଲା। ତେବେ ରାଜା ତାହାକୁ କହିଲେ, ସେ ଯେପରି କହିଅଛି ସେପରି କର, ତାହାକୁ ଆଘାତ କର ଓ ତାହାକୁ କବର ଦିଅ। ତହିଁରେ ଜୋଆବ ଅକାରଣରେ ଯେଉଁ ରକ୍ତପାତ କରିଅଛି, ତହିଁର ଅପରାଧ ତୁମ୍ଭେ ମୋଠାରୁ ଓ ମୋ ପିତୃଗୃହରୁ ଦୂର କରିବ। ପୁଣି ସଦାପ୍ରଭୁ ତାହାର ରକ୍ତପାତର ଅପରାଧ ତାର ନିଜ ମସ୍ତକରେ ବର୍ତ୍ତାଇବେ, କାରଣ ସେ ମୋ ପିତା ଦାଉଦଙ୍କ ଅଜ୍ଞାତସାରରେ ଆପଣାଠାରୁ ଧାର୍ମିକ ଓ ଉତ୍ତମ ଇସ୍ରାଏଲର ସେନାପତି ନରର ପୁତ୍ର ଅବନର ଓ ଜିହୁଦାର ସେନାପତି ଜେଥର ପୁତ୍ର ଅମାସା ଏ ଦୁଇ ଜଣଙ୍କୁ ଆକ୍ରମଣ କରି ଖଡ୍ଗରେ ବଧ କରିଥିଲା। ତେଣୁ ସେମାନଙ୍କ ରକ୍ତପାତର ଅପରାଧ ଜୋଆବର ମସ୍ତକରେ ଓ ସଦାକାଳ ତାହାର ବଂଶର ମସ୍ତକରେ ବର୍ତ୍ତିବ। ମାତ୍ର ଦାଉଦଙ୍କ ପ୍ରତି ଓ ତାଙ୍କ ବଂଶ ପ୍ରତି ଓ ତାଙ୍କ ଗୃହ ପ୍ରତି ଓ ତାଙ୍କ ସିଂହାସନ ପ୍ରତି ସଦାପ୍ରଭୁଙ୍କଠାରୁ ସଦାକାଳ ଶାନ୍ତି ବର୍ତ୍ତିବ। ଏ ଉତ୍ତାରେ ଜିହାଦର ପୁତ୍ର ବନାୟା ଯାଇ ତାହାକୁ ଆକ୍ରମଣ କରି ବଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜ ଗୃହରେ ତାହାକୁ କବର ଦିଆଗଲା। ପୁଣି ରାଜା ତାହାର ପଦରେ ଜିହାଦର ପୁତ୍ର ବନାୟାକୁ ସେନାପତି କରି ନିଯୁକ୍ତ କଲେ ଓ ରାଜା ଅବିଆଥର ପଦରେ ସାଦୋକକୁ ଯାଜକ କରି ନିଯୁକ୍ତ କଲେ। ଏ ଉତ୍ତାରେ ରାଜା ଲୋକ ପଠାଇ ସିମିକି ଡକାଇ କହିଲେ, ଜିରୁସାଲେମରେ ଆପଣା ପାଇଁ ଏକ ଗୃହ ନିର୍ମାଣ କରି ସେଠାରେ ବାସ କର, ଆଉ ସେଠାରୁ ଅନ୍ୟ କୌଣସି ସ୍ଥାନକୁ ଯାଅ ନାହିଁ। କାରଣ ତୁମ୍ଭେ ଯେଉଁଦିନ ବାହାରି କିଦ୍ରୋନ ନଦୀ ପାର ହେବ, ସେହିଦିନ ତୁମ୍ଭେ ନିତାନ୍ତ ମରିବ, ଏହା ନିଶ୍ଚୟ ଜାଣ। ତୁମ୍ଭ ରକ୍ତପାତର ଅପରାଧ ତୁମ ନିଜ ମସ୍ତକରେ ବର୍ତ୍ତିବ। ତହିଁରେ ସିମି ରାଜାଙ୍କୁ କହିଲା, ଏ ଉତ୍ତମ କଥା। ମୋ ପ୍ରଭୁ ମହାରାଜ ଯେପରି କହିଅଛନ୍ତି, ଆପଣଙ୍କ ଦାସ ସେପରି କରିବ। ଏଣୁ ସିମି ଅନେକ ଦିନ ଜିରୁସାଲେମରେ ବାସ କଲା। ଅନନ୍ତର 3 ବର୍ଷ ଶେଷରେ ସିମିର ଦାସମାନଙ୍କ ମଧ୍ୟରୁ 2 ଜଣ ମାଖାର ପୁତ୍ର ଗାଥିୟ ରାଜା ଆଖିସ୍ ନିକଟକୁ ପଳାଇଲେ। ଏଥିରେ ଲୋକେ ସିମିକି ଜଣାଇ କହିଲେ, ଦେଖ, ତୁମ୍ଭ ଦାସମାନେ ଗାଥ ନଗରରେ ଅଛନ୍ତି। ତେଣୁ ସିମି ଉଠି ଗର୍ଦ୍ଧବ ସଜାଇ ଆପଣା ଦାସମାନଙ୍କୁ ଅନ୍ୱେଷଣ କରିବା ପାଇଁ ଗାଥ ନଗରକୁ ଆଖିସ୍ କତି ଗଲା। ପୁଣି ସିମି ଯାଇ ଗାଥରୁ ଆପଣା ଦାସମାନଙ୍କୁ ଆଣିଲା। ତେଣୁ ସଲୋମନକୁ ସମ୍ବାଦ ଦିଆଗଲା ଯେ ସିମି ଜିରୁସାଲେମରୁ ଗାଥକୁ ଯାଇଥିଲା, ପୁଣି ଫେରି ଆସିଅଛି। ଏଥିରେ ରାଜା ଲୋକ ପଠାଇ ସିମିକି ଡକାଇ ତାହାକୁ କହିଲେ, ତୁମ୍ଭେ ଯେଉଁଦିନ ବାହାରି ଅନ୍ୟ କୌଣସି ସ୍ଥାନରେ ଭ୍ରମଣ କରିବ, ସେହିଦିନ ତୁମ୍ଭେ ନିତାନ୍ତ ମରିବ, ଏହା ନିଶ୍ଚୟ ଜାଣ। ମୁଁ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଶପଥ କରାଇ ତୁମ୍ଭ ବିପକ୍ଷରେ କଣ ଏହି ସାକ୍ଷ୍ୟ ଦେଇନାହିଁ? ଆଉ ତୁମ୍ଭେ ମୋତେ କହିଥିଲ, ମୁଁ ଯେଉଁ କଥା ଶୁଣିଲି ତାହା ଉତ୍ତମ। ତେବେ ତୁମ୍ଭେ ସଦାପ୍ରଭୁଙ୍କ ଶପଥ ଓ ତୁମ୍ଭ ଦତ୍ତ ମୋହର ଆଜ୍ଞା କିହେତୁ ପାଳନ ନ କଲ? ରାଜା ଆହୁରି ସିମିକି କହିଲେ, ମୋର ପିତା ଦାଉଦଙ୍କ ପ୍ରତି ତୁମ୍ଭର କୃତ ଯେ ସକଳ ଦୁଷ୍ଟତା ବିଷୟ ତୁମ୍ଭ ମନ ପ୍ରମାଣ ଦିଏ, ତାହା ତୁମ୍ଭେ ଜାଣୁଅଛ। ଏହେତୁ ସଦାପ୍ରଭୁ ତୁମ୍ଭ ଦୁଷ୍ଟତା ତୁମ୍ଭ ନିଜ ମସ୍ତକରେ ବର୍ତ୍ତାଇବେ। ମାତ୍ର ସଲୋମନ ରାଜା ଆଶୀର୍ବାଦ ପ୍ରାପ୍ତ ହେବ ଓ ସଦାପ୍ରଭୁଙ୍କ ସମ୍ମୁଖରେ ଦାଉଦଙ୍କ ସିଂହାସନ ଅନନ୍ତ କାଳ ସ୍ଥିରୀକୃତ ହେବ। ଏ ଉତ୍ତାରେ ରାଜା ଜିହାଦର ପୁତ୍ର ବନାୟାକୁ ଆଜ୍ଞା କରନ୍ତେ ସେ ଯାଇ ତାହାକୁ ଆକ୍ରମଣ କଲା, ତହୁଁ ସେ ମଲା। ଏହି ରୂପେ ସଲୋମନଙ୍କ ହସ୍ତରେ ରାଜ୍ୟ ଦୃଢ଼ ହେଲା। ପ୍ରଥମ ରାଜାବଳୀ ଅଧ୍ୟାୟ 3। ଅନନ୍ତର ସଲୋମନ ମିଶ୍ରର ରାଜା ଫାରୋ ସହିତ ଆତ୍ମୀୟତା କରି ଫାରୋର କନ୍ୟାକୁ ବିବାହ କଲେ ଓ ଆପଣା ଗୃହ ଓ ସଦାପ୍ରଭୁଙ୍କ ଗୃହ ଓ ଜିରୁସାଲେମର ଚତୁର୍ଦିଗସ୍ଥ ପ୍ରାଚୀରର ନିର୍ମାଣ ସମାପ୍ତ ହେବା ପର୍ଯ୍ୟନ୍ତ ତାହାକୁ ଆଣି ଦାଉଦ ନଗରରେ ରଖିଲେ। ମାତ୍ର ଲୋକମାନେ ନାନା ଉଚ୍ଚସ୍ଥଳୀରେ ବଳିଦାନ କରୁଥିଲେ, କାରଣ ସେ ସମୟ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ କୌଣସି ଗୃହ ନିର୍ମିତ ହୋଇନଥିଲା। ପୁଣି ସଲୋମନ ଆପଣା ପିତା ଦାଉଦଙ୍କର ବିଧି ଅନୁସାରେ ଆଚରଣ କରି ସଦାପ୍ରଭୁଙ୍କୁ ପ୍ରେମ କଲେ। କେବଳ ସେ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ
ଓ ଧୂପ ଜଳାଇଲେ। ପୁଣି ରାଜା ବଳିଦାନ କରିବା ନିମନ୍ତେ ଗିବିଓନକୁ ଗଲେ, କାରଣ ତାହା ବଡ଼ ଉଚ୍ଚସ୍ଥଳୀ ଥିଲା। ସଲୋମନ ସେହି ଯଜ୍ଞବେଦୀ ଉପରେ 1,000 ହୋମବଳି ଉତ୍ସର୍ଗ କଲେ। ଗିବିଓନରେ ସଦାପ୍ରଭୁ ରାତ୍ରିରେ ସ୍ୱପ୍ନ ଦ୍ୱାରା ସଲୋମନକୁ ଦର୍ଶନ ଦେଲେ, ଆଉ ପରମେଶ୍ୱର କହିଲେ, ଆମ୍ଭେ ତୁମ୍ଭକୁ କଣ ଦେବା ତାହା ମାଗ। ତହିଁରେ ସଲୋମନ କହିଲେ, ତୁମ୍ଭ ଦାସ ଆମ୍ଭ ପିତା ଦାଉଦ ତୁମ୍ଭ ଛାମୁରେ ସତ୍ୟତା ଓ ଧାର୍ମିକତା ଓ ମନର ସରଳତାରେ ତୁମ୍ଭ ସହିତ ଗମନାଗମନ କରିବା ପ୍ରମାଣେ ତୁମ୍ଭେ ତାଙ୍କ ପ୍ରତି ମହାଦୟା ପ୍ରକାଶ କଲ। ଆହୁରି ତୁମ୍ଭେ ତାଙ୍କ ପାଇଁ ଏହି ମହାଦୟା ରଖିଅଛ ଯେ ଆଜିର ନ୍ୟାୟ ତାଙ୍କର ସିଂହାସନରେ ବସିବା ପାଇଁ ତାଙ୍କୁ ଏକ ପୁତ୍ର ଦେଇଅଛ। ଏବେ ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭେ ମୋ ପିତା ଦାଉଦଙ୍କ ପଦରେ ଆପଣାର ଏହି ଦାସକୁ ରାଜା କରିଅଛ। ମାତ୍ର ମୁଁ ତ କ୍ଷୁଦ୍ର ବାଳକ, କି ରୂପେ ବାହାରକୁ ଯିବାକୁ ଓ ଭିତରକୁ ଆସିବାକୁ ହୁଏ ତାହା ମୁଁ ତ ଜାଣେ ନାହିଁ। ଆଉ ତୁମ୍ଭର ଦାସ ତୁମ୍ଭ ମନୋନୀତ ଲୋକମାନଙ୍କ ମଧ୍ୟରେ ଅଛି, ସେମାନେ ବାହୁଲ୍ୟ ହେତୁରୁ ଅଗଣ୍ୟ ଓ ଅସଂଖ୍ୟ ଏକ ମହାଗୋଷ୍ଠୀ ଅଟନ୍ତି। ଏହେତୁ ଯେପରି ଆମ୍ଭେ ଭଲ ଓ ମନ୍ଦର ପ୍ରଭେଦ ଜାଣିପାରିବୁ, ଏଥିପାଇଁ ତୁମ୍ଭ ଲୋକମାନଙ୍କର ବିଚାର କରିବା ନିମନ୍ତେ ତୁମ୍ଭର ଏହି ଦାସକୁ ଜ୍ଞାନୀ ମନ ଦିଅ, କାରଣ ତୁମ୍ଭର ଏହି ମହାଗୋଷ୍ଠୀର ବିଚାର କରିବାକୁ କିଏ ସମର୍ଥ? ସଲୋମନ ଯେ ଏହି ବିଷୟ ମାଗିଲେ, ଏହି କଥାରେ ପ୍ରଭୁ ସନ୍ତୁଷ୍ଟ ହେଲେ। ଏଥିରେ ପରମେଶ୍ୱର ତାଙ୍କୁ କହିଲେ, ତୁମ୍ଭେ ଏହି ବିଷୟ ମାଗିଅଛ, ପୁଣି ଆପଣା ନିମନ୍ତେ ଦୀର୍ଘାୟୁ ମାଗିନାହ, କିମ୍ବା ଆପଣା ନିମନ୍ତେ ଐଶ୍ୱର୍ଯ୍ୟ ମାଗିନାହ, ଅଥବା ଆପଣା ଶତ୍ରୁମାନଙ୍କର ପ୍ରାଣ ମାଗିନାହ, ମାତ୍ର ବିଚାର କରିବା ପାଇଁ ଆପଣା ନିମନ୍ତେ ଜ୍ଞାନ ମାଗିଅଛ। ଏହେତୁ ଦେଖ, ଆମ୍ଭେ ତୁମ୍ଭ ବାକ୍ୟାନୁସାରେ କଲୁ। ଦେଖ, ଆମ୍ଭେ ତୁମ୍ଭକୁ ଏପରି ଜ୍ଞାନ ଓ ବୁଦ୍ଧି ବିଶିଷ୍ଟ ମନ ଦେଲୁ ଯେ ତୁମ୍ଭ ପୂର୍ବେ ତୁମ୍ଭ ସମାନ କେହି ହୋଇନାହିଁ, କିମ୍ବା ତୁମ୍ଭ ଉତ୍ତାରେ ତୁମ୍ଭ ସମାନ କେହି ଉତ୍ପନ୍ନ ହେବ ନାହିଁ। ଆହୁରି ତୁମ୍ଭେ ଯେଉଁ ଐଶ୍ୱର୍ଯ୍ୟ ଓ ପ୍ରତାପ ମାଗିନାହ, ସେହି ଦୁଇ ମଧ୍ୟ ଆମ୍ଭେ ତୁମ୍ଭକୁ ଏପରି ଦେଲୁ ଯେ ତୁମ୍ଭର ଯାବଜୀବନ ରାଜାମାନଙ୍କ ମଧ୍ୟରେ କେହି ତୁମ୍ଭ ସମାନ ହେବ ନାହିଁ। ପୁଣି ତୁମ୍ଭ ପିତା ଦାଉଦ ଯେପରି ଗମନ କଲା, ସେପରି ତୁମ୍ଭେ ଯେବେ ଆମ୍ଭର ବିଧି ଓ ଆଜ୍ଞା ପାଳନ କରିବା ପାଇଁ ଆମ୍ଭ ପଥରେ ଗମନ କରିବ, ତେବେ ଆମ୍ଭେ ତୁମ୍ଭର ଆୟୁଷ ବୃଦ୍ଧି କରିବା। ଏ ଉତ୍ତରେ ସଲୋମନ ଜାଗ୍ରତ ହୁଅନ୍ତେ, ଦେଖ ଏହା ସ୍ୱପ୍ନ ମାତ୍ର। ତହୁଁ ସେ ଜେରୁସାଲେମକୁ ଯାଇ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ସମ୍ମୁଖରେ ଠିଆ ହୋଇ ହୋମବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଆପଣା ସମସ୍ତ ଦାସଙ୍କ ନିମନ୍ତେ ଏକ ଭୋଜ କଲେ। ସେହି ସମୟରେ ଦୁଇ ବେଶ୍ୟା ସ୍ତ୍ରୀ ରାଜାଙ୍କ ନିକଟକୁ ଆସି ତାଙ୍କର ସମ୍ମୁଖରେ ଠିଆ ହେଲେ। ପୁଣି ଏକ ସ୍ତ୍ରୀ କହିଲା, ହେ ମୋର ପ୍ରଭୁ, ମୁଁ ଓ ଏହି ସ୍ତ୍ରୀ ଏକ ଘରେ ବାସ କରୁ, ଆଉ ମୁଁ ସେହି ଗୃହରେ ତାହା ସଙ୍ଗେ ଥାଇ ଏକ ସନ୍ତାନ ପ୍ରସବ କଲି। ପୁଣି ମୋହର ପ୍ରସବର ତୃତୀୟ ଦିନରେ ଏହି ସ୍ତ୍ରୀ ମଧ୍ୟ ପ୍ରସବ କଲା, ଓ ଆମ୍ଭେ ଦୁହେଁ ଏକତ୍ର ଥିଲୁ। ସେହି ଘରେ ଆମ୍ଭ ଦୁହିଁଙ୍କ ଛଡ଼ା ଅନ୍ୟ କୌଣସି ବାହାର ଲୋକ ନଥିଲା। ଆଉ ଏହି ସ୍ତ୍ରୀ ଆପଣା ପିଲା ଉପରେ ନଦୀ ହୋଇ ଶୋଇବାରୁ ତାହାର ପିଲା ରାତ୍ରିରେ ମରିଗଲା। ଏଣୁ ସେ ମଧ୍ୟରାତ୍ରରେ ଉଠି ଆପଣଙ୍କ ଦାସୀ ନିଦ୍ରିତ ଥିବାବେଳେ ମୋ ପାଖରୁ ମୋହର ପୁତ୍ରକୁ ନେଇ ଆପଣା କୋଳରେ ଶୁଆଇଲା ଓ ତାହାର ମଲା ପିଲାକୁ ମୋ କୋଳରେ ଶୁଆଇଦେଲା। ତେଣୁ ମୁଁ ସକାଳେ ଆପଣା ପିଲାକୁ ଦୁଧ ଦେବା ପାଇଁ ଉଠାନ୍ତେ, ଦେଖ ସେ ମରିଯାଇଅଛି। ମାତ୍ର ସକାଳେ ମୁଁ ଭଲ କରି ପରଖ କରନ୍ତେ, ଦେଖ ଏ ତ ମୋହର ଜନ୍ମ କଲା ପୁତ୍ର ନୁହେଁ। ତେଣୁ ସେ ଅନ୍ୟ ସ୍ତ୍ରୀ କହିଲା, ନା, ମାତ୍ର ଜିଅନ୍ତାଟି ମୋହର ପୁଅ ଓ ମଲାଟି ତୁମ୍ଭର ପୁଅ। ଆଉ ଏ ସ୍ତ୍ରୀ କହିଲା, ନା, ମଲାଟି ତୁମ୍ଭର ପୁଅ ଓ ଜିଅନ୍ତାଟି ମୋହର ପୁଅ। ଏହି ରୂପେ ସେମାନେ ରାଜାଙ୍କ ଛାମୁରେ ଗୁହାରି କଲେ। ତେବେ ରାଜା କହିଲେ, ଜଣେ କହୁଛି ଜିଅନ୍ତାଟି ମୋହର ପୁଅ ଓ ମଲାଟି ତୁମ୍ଭର ପୁଅ, ପୁଣି ଅନ୍ୟ ଜଣ କହୁଛି, ନା, ମାତ୍ର ମଲାଟି ତୁମ୍ଭର ପୁଅ ଓ ଜିଅନ୍ତାଟି ମୋହର ପୁଅ। ଏଥିରେ ରାଜା କହିଲେ, ମୋହର କତିକି ଗୋଟିଏ ଖଣ୍ଡା ଆଣ। ତହୁଁ ସେମାନେ ରାଜାଙ୍କ ଛାମୁକୁ ଖଣ୍ଡା ଆଣିଲେ। ତହିଁରେ ରାଜା କହିଲେ, ଏହି ଜିଅନ୍ତା ପିଲାଟିକି 2 ଖଣ୍ଡ କରି ଜଣକୁ ଅଧେ ଓ ଅନ୍ୟ ଜଣକୁ ଅଧେ ଦିଅ। ଏଥିରେ ଯେଉଁ ସ୍ତ୍ରୀର ପିଲା ଜୀବିତ ଥିଲା, ତାହାର ଅନ୍ତଃକରଣ ଆପଣା ପୁତ୍ର ପ୍ରତି ସ୍ନେହରେ ଉତ୍ତପ୍ତ ହେଲା। ଏଣୁ ସେ ରାଜାଙ୍କୁ କହିଲା, ହେ ମୋହର ପ୍ରଭୁ, ଜିଅନ୍ତା ପିଲାଟି ତାକୁ ଦେଉନ୍ତୁ, କୌଣସି ମତେ ତାକୁ ବଧ ନ କରନ୍ତୁ। ମାତ୍ର ଅନ୍ୟ ସ୍ତ୍ରୀ କହିଲା, ସେ ମୋହର ନୋହୁ କି ତୁମ୍ଭର ନୋହୁ, ତାକୁ 2 ଖଣ୍ଡ କର। ସେତେବେଳେ ରାଜା ଉତ୍ତର କରି କହିଲେ, ଏହାକୁ ଜୀବିତ ବାଳକଟିକି ଦିଅ, କୌଣସି ମତେ ବଧ ନ କର, ସେ ତ ତାହାର ମାତା। ଆଉ ସମଗ୍ର ଇସ୍ରାଏଲ ରାଜାଙ୍କର ଏହି ବିଚାରର ନିଷ୍ପତ୍ତି ବିଷୟ ଶୁଣି ରାଜାଙ୍କୁ ଭୟ କଲେ, କାରଣ ସେମାନେ ଦେଖିଲେ ଯେ ବିଚାର କରିବା ନିମନ୍ତେ ତାଙ୍କର ଅନ୍ତରରେ ପରମେଶ୍ୱର ଦତ୍ତ ଜ୍ଞାନ ଅଛି। ଗୁଡ୍ ମର୍ଣ୍ଣିଂ ଆଣ୍ଡ ପ୍ରାଇଜ୍ ଦ ଲର୍ଡ। ଆଜି ବାଇବଲ ପଠନ ଦିନ ସଂଖ୍ୟା 74, ମଙ୍ଗଳବାର। ଆଜି ଆମ୍ଭେମାନେ ପ୍ରଥମ ରାଜାବଳୀ 1 ପର୍ବ ଠାରୁ 3 ପର୍ବକୁ ପାଠ କରିଅଛୁ। ଅନନ୍ତର ଦାଉଦ ରାଜା ବୃଦ୍ଧ ଓ ଗତବୟସ୍କ ହେଲେ।
ତହିଁରେ ଲୋକମାନେ ତାଙ୍କୁ ଅନେକ ବସ୍ତ୍ର ଘୋଡ଼ାଇଲେ, ମାତ୍ର ସେ କିଛି ଉଷ୍ମ ପାଇଲେ ନାହିଁ। ରାଜାବଳୀ ପୁସ୍ତକ ହେଉଛି ସଲୋମନଙ୍କ ଠାରୁ ଆରମ୍ଭ ହୋଇଥିବା କାହାଣୀ। ପ୍ରଥମ ଓ ଦ୍ୱିତୀୟ ରାଜାବଳୀ ପୁସ୍ତକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଏହା ବୁଝିବା ଏତେ ସହଜ ନୁହେଁ। ଆଉ ଏହାର କାରଣ ହେଉଛି ରାଜାବଳୀ ପୁସ୍ତକ ମଧ୍ୟରେ ଅନ୍ୟ 15ଟି ପୁସ୍ତକ, 3ଟି ଗୀତ ବା କାବ୍ୟ ପୁସ୍ତକ ଓ 12ଟି ଭବିଷ୍ୟତବକ୍ତାମାନଙ୍କର ପୁସ୍ତକ ଅନ୍ତର୍ଭୁକ୍ତ ବା ଲୁକ୍କାୟିତ ଭାବରେ ରହିଅଛି। ଏଣୁ ରାଜାବଳୀ ପୁସ୍ତକର ମସ୍ତକ, ଶରୀର ଓ ଲାଞ୍ଜ ଅଂଶକୁ ସହଜରେ ବୁଝିପାରିବା ନିମନ୍ତେ ଆମେ ଗୋଟିଏ ମାଛର ଛବିକୁ ଏହି ବାଇବଲ ପଠନ କାର୍ଯ୍ୟକ୍ରମରେ ବ୍ୟବହାର କରିଅଛୁ। ମାଛର ମସ୍ତକ ଅଂଶଟି ହେଉଛି ସଲୋମନଙ୍କ ରାଜତ୍ୱକାଳୀନ ବୃତ୍ତାନ୍ତ ଓ ବିଭାଜିତ ଉତ୍ତର ଇସ୍ରାଏଲ ଓ ଦକ୍ଷିଣ ଜିହୁଦାର କାହାଣୀ। ଦାଉଦଙ୍କ ପୁତ୍ର ଓଦନୀୟ ନିଜକୁ ରାଜା ଭାବରେ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କଲା, କିନ୍ତୁ ପରିଶେଷରେ ସଲୋମନ ରାଜା ହେଲେ ଓ ଓଦନୀୟକୁ ଦୂର କଲେ। ସଲୋମନ ଦାଉଦଙ୍କ ଅଧିକାର ତଥା ସିଂହାସନର ଉତ୍ତରାଧିକାରୀ ହେଲେ ଓ ଈଶ୍ୱର ତାଙ୍କୁ ଜିଦିଦିଅ ନାମ ଦେଲେ। ଦାଉଦ ମୃତ୍ୟୁବରଣ କରି ତାଙ୍କ ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ ଏବଂ ଦାଉଦଙ୍କ ସୈନ୍ୟ ଶ୍ରେଣୀର ସେନାପତି ଜୟାବ ପରଦା ପଛରୁ ଉଭେଇ ଗଲେ। ସିଂହାସନ ଆରୋହଣ କଲା ଉତ୍ତାରେ ସଲୋମନ ସୀମା ସୁରକ୍ଷା ନିମନ୍ତେ ପ୍ରତିରକ୍ଷାମୂଳକ ନଗରଗୁଡ଼ିକୁ ସୁଦୃଢ଼ କଲେ। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଖ୍ରୀଷ୍ଟଙ୍କ ଠାରେ ଏକତ୍ର ଏହା କି ଆଶୀର୍ବାଦର ବିଷୟ ଅଟେ।